ନିଜର ନଜର ଜ୍ଞାନ ଉପରେ ରଖନ୍ତୁ। ଆପଣଙ୍କର ନଜର ଅନ୍ୟର ଶରୀର ବା ଧନ ସମ୍ପତ୍ତି ଉପରେ ନ ରହି ସେମାନଙ୍କର ଜ୍ଞାନ ଉପରେ ରହୁ। ଜ୍ଞାନ ରଖିଥିବା ପ୍ରତିଟି ମଣିଷ ଆପଣଙ୍କୁ କିଛି ନା କିଛି ଶିଖାଇବେ। ଆପଣଙ୍କୁ ପ୍ରତ୍ୟେକଙ୍କ ଠାରୁ କିଛି ନା କିଛି ପ୍ରେରଣା ମିଳୁ। ଯଦି ଆପଣଙ୍କର ନଜର ଜ୍ଞାନ ଉପରେ ରହେ ତେବେ ଆପଣଙ୍କୁ ସେହି ସବୁ ଜିନିଷ ମିଳିଯିବ ଯାହା ଏକ ସଫଳ ଜୀବନର ଅଙ୍ଗ ହିସାବରେ ପରିଗଣିତ ହୁଏ। ମୋର ବିଶ୍ୱାସ ଗୁରୁଙ୍କ ସହିତ ସାକ୍ଷାତ ସମ୍ପର୍କରେ ଆସିବା ଦ୍ୱାରା ଗୁରୁ ଗୃହରେ ବାସ କରିବା ଦ୍ୱାରା ପ୍ରକୃତ ଶିକ୍ଷା ହୋଇଥାଏ। ଗୁରୁଙ୍କ ସହିତ ସାକ୍ଷାତ ସଂସ୍ପର୍ଶରେ ନଥିଲେ କୌଣସି ପ୍ରକାରର ଶିକ୍ଷା ଲାଭ ହୋଇପାରେ ନା। କେବଳ ବହି ପଢ଼ି ନାନାବିଧ ଜ୍ଞାନ ଅର୍ଜନ କରିବାକୁ ଶିକ୍ଷା କହିହେବ ନାହିଁ। ତାହା ହିଁ ପ୍ରକୃତ ଶିକ୍ଷା, ଯାହାଦ୍ୱାରା ଇଚ୍ଛା ଓ ବାସନାକୁ ନିଜର ଆୟତ୍ତାଧୀନ କରି ହୁଏ। ଅନେକ ସ୍ୱାମୀ ସ୍ତ୍ରୀ ବିବାହର ଅନେକ ବର୍ଷ ପର୍ଯ୍ୟନ୍ତ ଏକାଠି ରହିଥିଲେ ମଧ୍ୟ ପରସ୍ପରର ରୁଚି ଜାଣିନଥାନ୍ତି। ଆପଣ ଯଦି ସେମାନଙ୍କ ଭିତରୁ ଜଣେ ଏବେ କଥାରେ କଥାରେ ବୁଝନ୍ତୁ ଆପଣଙ୍କର ସେ କ'ଣ ପାଆନ୍ତି ଖାଇବାକୁ, ପିନ୍ଧିବାକୁ ଓ କେଉଁ ବାତାବରଣରେ ରହିବାକୁ, କିଭଳି ବ୍ୟବହାର ତାଙ୍କୁ ଭଲ ଲାଗେ ଓ ସେ ଆପଣଙ୍କ ପାଖରୁ କିଭଳି ବ୍ୟବହାର ଆଶା କରନ୍ତି। ଏହାପରେ ରୁଚି ଓ ଅଭିରୁଚିକୁ ସମ୍ମାନ ଦେଇ ଶିଖନ୍ତୁ ଓ ଅନ୍ତରଙ୍ଗ ହୁଅନ୍ତୁ। କେତେବେଳେ କ'ଣ ତ୍ୟାଗ କରିବେ? ବ୍ରାହ୍ମ ମୁହୂର୍ତ୍ତରୁ ଉଠିବାରେ ଆଳସ୍ୟ ତ୍ୟାଗ କରିବେ। ବ୍ରାହ୍ମ ମୁହୂର୍ତ୍ତରୁ ଉଠିବାରେ ଆଳସ୍ୟ ତ୍ୟାଗ କରିବେ। ଖାଦ୍ୟ ପ୍ରତି ଲାଳସା ତ୍ୟାଗ କରିବେ। ପିତା ମାତାଙ୍କ ସେବା ପାଇଁ ଅବହେଳା ତ୍ୟାଗ କରିବେ। କର୍ତ୍ତବ୍ୟ କର୍ମରେ ହେଳାକୁ ତ୍ୟାଗ କରିବେ। ଈଶ୍ୱରଙ୍କୁ ପ୍ରାର୍ଥନା କଲାବେଳେ ସାଂସାରିକ ଭାବନା ତ୍ୟାଗ କରିବେ। ଦାନ ସମୟରେ ଲୋଭକୁ ତ୍ୟାଗ କରିବେ। ମୃତ୍ୟୁରେ ଶୋକକୁ ତ୍ୟାଗ କରିବେ। ନ୍ୟାୟ ପାଇଁ ଲଢ଼ୁଥିବା ବେଳେ ଭୟକୁ ତ୍ୟାଗ କରିବେ। ଦେବତାଙ୍କୁ ପୂଜା କଲା ସମୟରେ କାମନାକୁ ତ୍ୟାଗ କରିବେ। ସାଧନା କଲାବେଳେ କୋଳାହଳକୁ ତ୍ୟାଗ କରିବେ। ଶରଣାପନ୍ନକୁ ରକ୍ଷା ପାଇଁ ଜୀବନକୁ ତ୍ୟାଗ କରିବେ। ବିପଦ ବେଳେ କାତରତା ତ୍ୟାଗ କରିବେ। ଅତୀତ ଘଟଣା ପାଇଁ ଦୁଶ୍ଚିନ୍ତା ତ୍ୟାଗ କରିବେ। ପ୍ରହରୀ କାର୍ଯ୍ୟରେ ନିଦ୍ରାକୁ ତ୍ୟାଗ କରିବେ। ଜୀବନକୁ ଉପଭୋଗ ପାଇଁ ଗର୍ବ ଓ ଅହଙ୍କାର ତ୍ୟାଗ କରିବେ। ସ୍ତ୍ରୀ ବିଟପି ହେଲେ ସୁସମ୍ପର୍କ ତ୍ୟାଗ କରିବେ। ପୁତ୍ର ଅବାଧ୍ୟ ହେଲେ ମମତା ତ୍ୟାଗ କରିବେ। ଈଶ୍ୱରଙ୍କ ନିକଟତର ହେବା ପାଇଁ ସଂସାରକୁ ତ୍ୟାଗ କରିବେ।